ଭାରତର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ନିୟନ୍ତ୍ରଣରେ ଦେଶର ସବୁ ରାଜ୍ୟ ରହିଛି। ଯେଉଁ ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ହେବ ତେଣୁ ଭାରତ ଗୃହମନ୍ତ୍ରୀଙ୍କର ନଜରରେ ଥାଏ, ତାଙ୍କ ଦାୟିତ୍ୱ ମଧ୍ୟ ରହିଛି। ଯିଏ ଭାରତର ଗୃହମନ୍ତ୍ରୀଙ୍କୁ ନିଜ ରାଜ୍ୟରେ ମମତା ବାନାର୍ଜୀ ଭଳିଆ ଜଣେ ମୁଖ୍ୟମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ଯେ ନାଇଁ ମୋ ବିନା ଭିତରେ ବାହାରି ପାରିବେନି, ଆମେ ତ ଅନୁପ୍ରବେଶକାରୀମାନଙ୍କୁ ଏଠୁ ବିଦାୟ କରୁଛୁ। ଆମ ଯେମିତି ଆମର ଭାରତୀୟମାନେ ଯେଉଁଠି ଥିଲେ ଆମେରିକା ବିଦାୟ କଲା, ବାଂଲାଦେଶ ବିଚାର ଦେଇକି ଆସୁଛନ୍ତି, ତ ଆମ ଦେଶରେ ସେମାନେ କାହିଁକି ତାଙ୍କୁ ଭୋଟ ପାଇଁ, ରାଜନୀତି ପାଇଁ, ନିଜର ଥଇଥାନ ପାଇଁ ବା ନିଜର ଦଳକୁ ସଜାଡ଼ିବା ପାଇଁ ଦେଶ ବିଗାଡ଼ୁଥିବା ନେତାଙ୍କୁ ମମତା ବାନାର୍ଜୀ ବଡ଼ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ସେ ଚାହିଁଲେ ତ କାହିଁ ହାତ କହିଲା ତ ହାତ ଦେଇକି ଦେଖିଲାନି, ମନା କଲାନି। ଯଦି ଅମିତ ଶାହା ଭଳିଆ ଲୋକ ଯଦି କରିଥାନ୍ତା ତାର ପରିଣାମ ମମତା ବାନାର୍ଜୀ ଭୋଗିବାକୁ ପଡ଼ିବ। ମମତା ବାନାର୍ଜୀଙ୍କର ଯେ ମନ୍ତବ୍ୟ ଏହା ନିଶ୍ଚିତ ଭାବରେ ଏକ ଆମ ଆଭ୍ୟନ୍ତରୀଣ ରାଜନୀତି କ'ଣ ପ୍ରଶାସନିକ ଦୃଷ୍ଟିକୋଣରୁ ସରକାରଙ୍କ ଶାସନ ଆଇନ ଦୃଷ୍ଟିରୁ ବହୁତ ଗର୍ହିତ ଅପରାଧ। ସେ କେବେ ଭାରତର ଗୃହମନ୍ତ୍ରୀଙ୍କୁ ଏଭଳି ପରୋକ୍ଷ ଧମକ ଦେବା ଉଚିତ ନୁହେଁ, କାରଣ ସେ ଆର ଉଚିତ ଜବାବ ଲୋକ ଦେବେ ତାଙ୍କୁ ଭୋଟରେ। ଏ କେତେ ଦେଶପ୍ରେମୀ ନିଜ କ୍ଷମତାରେ ରହିବା ପାଇଁ ଦେଶର ଯାହାକୁ ତାକୁ ଅପାନ୍ତ କରିବାକୁ ତାଙ୍କୁ କିଏ ଦେଇଛି ସୁଯୋଗ, କିଏ ଦେଇଛି ତାଙ୍କୁ ଅଧିକାର? ତେଣୁ ମମତା ବାନାର୍ଜୀଙ୍କ ପ୍ରତି ପଶ୍ଚିମବଙ୍ଗର ଜନତାଙ୍କ ମମତା ଆସ୍ତେ ଆସ୍ତେ କମି ଆସିଲାଣି। ତେଣୁକରି ଭୋଟ ବେଳେ ଠିକ୍ ଉପଯୁକ୍ତ ରାୟ ଦେବେ, ମମତା ବିଦାୟ ନେବେ।